ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ସବୁଦିନ ଭଳି ଆଜି ଯଦି କାମକୁ ବାହାରିଲି, ଆଜି ଟିକେ ବି ଲେଟ୍ ହେଇଗଲାଣି, 9:30 ବାଜିଲାଣି। କାହିଁକିନା ଆଜି କାଲି ଶୋଇଲି ଟିକେ ଲେଟ୍ରେ, ତାପରେ ଏଠି ବର୍ଷା ହେଉଛି। ସକାଳୁ ସକାଳୁ ମାନେ ରାତିରୁ ବର୍ଷା ହେଉଛି। ଦେଖନ୍ତୁ ଏତେବେଳେ ଦେଇ ବର୍ଷା ହେଉଛି। ଆଉ ମୁଁ ଯାଉଛି ସେ ଝିଅକୁ ଆଣିବାକୁ, କେମିତି ଯିବି ଭାବୁଛି। ବର୍ଷା ହେଉଛି, ଦେଖିବା ଛତା ଥିବ ଯଦି ଛତା ଧରିକି ଯିବି। ଛତା ଧରିକି ଗଲେ ହେବ ଯେ, କିନ୍ତୁ ଗାଡ଼ି ଚଲେଇ ହେବନି ନା। ତଥାପି ଦେଖିକି ଯିବା, ନେଇକି ଆସିବା। ଆସିଲେ କାମ ଆରମ୍ଭ କରିବା। ଆଉ ଚାଲନ୍ତୁ ଯିବା। ତାପରେ ଆଗକୁ ଆହୁରି ଆଗକୁ କ'ଣ ହେବ ମୁଁ ଦେଖେଇବି ଆପଣମାନଙ୍କୁ। ଚାଲନ୍ତୁ ଯିବା। ଶିବାନୀ ହେରିକା ତ ଶୋଇଛନ୍ତି, ଉଠି ନାହାନ୍ତି। ଆଉ ସେ ତ ସବୁବେଳେ 9ଟା 10ଟାରେ ଉଠନ୍ତି। ଆଉ ଯିବା। ଛତା ବି ପାଇଗଲି, ଏବେ ଯିବା ଧରିକି ଆସିବା। ଛତା ବି ଅଛି ରେଡ଼ି, ଚାଲ ଯିବା। ବର୍ଷାଟା ପକାଉଛି ଆଉ। ଛତା ଧରିକି ଗାଡ଼ି ଧରିକି ବାହାରି ଆଇଲି, କିନ୍ତୁ ଚଲେଇ ହେଉନି ଗାଡ଼ି, ପବନ ଦେଉଛି ନା ଉଡ଼ି ଯାଉଛି ଛତା। ଆଉ ଛିଡ଼ା ହେଇଛି ଆସି ଗୋଟେ ବ୍ରିଜ୍ ଉପରେ, ଗାଡ଼ି ପଛରେ ଅଛି, ବର୍ଷା ପକାଉଛି। ତଥାପି ରେନିକୋଟ୍ ନେଇକି ଆସିଲେ ହେଇଥାନ୍ତା ଯେ, ମୁଁ ଆଉ ଆଣିଲିନି, ପଳେଇ ଆଇନି। ତଥାପି ଆଇଲିନି, ପଳେଇ ଆଇନି, ଅଧା ବାଟ ପଳେଇ ଯିବା। ଆଉ ନେଇକି ପଳେଇ ଆସିବା। ବର୍ଷା ହେଉଛି, ନଈରେ ପାଣି ଦେଖନ୍ତୁ କେମିତିଆ। ନଈରେ ପାଣି ପୁରା ଫୁଲ୍। ନଈରେ ପାଣି ପୁରା ଫୁଲ୍ ଚାଲିଛି। ଚାଲନ୍ତୁ ଯିବା, ନେଇକି ପଳେଇ ଆସିବା। ଆଉ ଆସିଲେ କାମ ହେବ। ବ୍ରିଜ୍ ଉପରେ ଛିଡ଼ା ହେଇଯାଇଛି ଗୋଟେ, ବର୍ଷା ହେଉଛି। ଯିବା ଆସିବା ଆଉ, ଜଲ୍ଦି ପଳେଇବା, ଜଲ୍ଦି ପଳେଇ ଆସିବା। ଛତା ଧରି ଟିକେ ଗାଡ଼ି ଚଲେଇ ହେଲାଣି, ଲାଷ୍ଟକୁ ଛତା ବନ୍ଦ କରିଦେଇ ଗଲି। ଓଦା ହେଇଗଲି, ଓଦା ହେଇ ଧରିକି ପଳେଇନି। ଆସିକି ଗାଡ଼ିରେ ଚାର୍ଜ ଟିକେ ବସିନି, ଗାଡ଼ିରେ ଚାର୍ଜ ନାହିଁ, ଗାଡ଼ି ଚାର୍ଜ ବସିଛି। ଯିବା କାମ କରିବା। ସେ ଯିଏ ଗଲାଣି କାମ କରୁଛି, ଯିବା। ଯାଉଛି କାମ କରିବାକୁ। କମ୍ପାନୀରୁ ପାଣି ଗଳୁଛି, ଏଠି ଟପ ବର୍ଷା ହେଇଛି। ଦେଖିବା ସେ କ'ଣ କରୁଛି। ଭିତରେ କାମ କରୁଥିଲି, ପୁଅ ମାନେ ଡାକିବାକୁ ହେଇଛି ଖାଇବା ପାଇଁ ଇପି। ଯାଉଛି ଖାଇଦେଇ ଟିକେ ଆସେ। ଝିଅଟା ନେଇକି ଆଇଥିଲି, ନେଇକି ଛାଡ଼ିଦେଇ ସେଟା କାମ କଲା। ମୁଁ ଆଉ ଖାଇନି, ସେମିତି ପଳେଇ ଯାଇଥିଲି ସକାଳୁ ଝିଅଟାକୁ ଆଣିବାକୁ। ଯାଉଛି ଖାଇଦେଇକି ଆସିଲେ ମୁଁ କାମ କରିବି। ଆଉ ଚାଲେ, ଆମ ପୁଅ ଆଜି ଡାକିବାକୁ। କ'ଣ କହୁଛି? ପଡ଼ିଗଲୁ? କୋଉଠି ପଡ଼ିଗଲୁ? ହାଁ? କହୁନୁ ତଳେ ପଡ଼ିଗଲି, ତଳେ ପଡ଼ି ହଉଛି। ତଳେ ପାଇ କଲୁ? କ'ଣ ପାଇ କଲୁ? ଖନା ତଳେ ପଡ଼ିଗଲି। ଭାଉଜ କହିଲେ କ'ଣ କରୁଛ ଖାଇବାକୁ? କିଛି କହିଲା, ଛିଡ଼ା ହେଇଛି। ମୁଁ ଇପି କରିଛି। କହିଲା ଭାଉଜ କହିଲା ମୁଁ ଯାଉଛି ଇପି ଖାଇବାକୁ। ଭାଉଜକୁ ଅନେଇକି ରହିଲା, ଆସିଲାନି। ଭାଉଜ ଯେମିତି ପଳେଇଲେ, ସେଠୁ ଆଇଲା ଖାଇଦେବାକୁ। କୁଆଡ଼େ ଆସିକି ସକାଳୁ ସକାଳୁ ଇପି ହେଇଛି, ଖାଇଦେବା। କାମ କରିଥିଲି, ଆମ ପୁଅ ଆସିକି ଡାକିଲା ମୋତେ। ଗୋଟେ ଖାଇ ହେବନି, ଗୋଟେ ରହିଥିଲା। ଫ୍ୟାନ୍ ଦେ। ତୁ ଇପି ଖାଉଛୁ? ହଁ ହଁ, ମାଗି ହେଇଛି। ମାଗି ନା ତୁ ଖାଇବୁନି? ବ୍ରସ୍ କରୁନା? କ'ଣ କରୁଥିଲୁ? 11ଟା ବାଜିଲାଣି। ପଖାଳ ସବୁ ଖରାପ ହେଇଯାଇଛି। ରାତିରେ ପଖାଳିବାକୁ ମନେ ନାହିଁ। ପାଣି ପୁରେଇଛି, ଭାତରେ ପାଣି ଢାଳିନି ଯେ ଖରାପ ହେଇଯାଇଛି। ଗରମ କଲେ ଖାଇବ। ହଉ, ମାନେ ଗରମ ରାନ୍ଧିଲା ପରେ ତମକୁ ଡାକିବି, ସେ ପଖାଳିକି ଖାଇବ। ଆଉ ଗରମ 5ଟା 6ଟା ବେଳକୁ ଖାଇବ ନା କ'ଣ? ନା ଥାଉ, ଏକାଥରେ ଖାଇବି। ଏକାଥରେ ଖାଇବି, ଟାଇମ୍ ହେବନି। ଆଜି ମୋ ପାଇଁ ପଖାଳ ନାହିଁ, ଦେହ ଖରାପ ଅଛି। ଆଉ ପଖାଳ ଯାଇଥିଲା, ଖରାପ ହେଇଯାଇଛି। ଯଦି ଭୋକ ଲାଗେ ଆଉ ଆସିବ, ମୁଢ଼ି ଅମୁଲ ଗୋଳେଇକି ଖାଇବ। ନା, ମୁଁ ଯେତିକି ପରୁ ଖାଇବି। ପଖାଳ ନାହିଁ ଆଜି ମୋ ପାଇଁ। ଇପି ଖାଇ ଦେଇଯିବା। ଇପି ଖାଇ ଦେଇ ଗଲେ ସେଇଥିରେ କାମ ଚଳେଇବା। ଆଉ ଇପିରେ ଆଉ ତାପରେ ରୋଷେଇ ହେଲେ ଦ୍ୱିପହରକୁ ଆସିକି ଖାଇବା। ଆଉ ମୁଁ କାମ କରୁଥିଲି, ଆମ ପୁଅ ଯାଇକି ଡାକିଲି, ବାପା ଆସ ଇପି ଖାଇବା। ହଁ, ଡାକିକି ଧରିକି ଆଇଲା ମୋତେ ଆସିକି ନିଜେ ବସିକି ଖାଇଲେନି। ଭେଣ୍ଡି ଅଛି, କ'ଣ କରିବି? ଭେଣ୍ଡି କି ଡାଲି, ଭେଣ୍ଡି କଷାକୁ ଡାଲି କରିବି ନା ଭେଣ୍ଡି ଭଜାକୁ ଭେଣ୍ଡି କଷା ଡାଲି, ନା ଖାଲି ଭେଣ୍ଡି ତରକାରୀ କରିଦେବି?
କ'ଣ ନା ଖାଲି ଭେଣ୍ଡି ତରକାରୀ କରିଦେବି ଝୋଳ ଭେଣ୍ଡି ଝୋଳ ଆଉ କରିଦେ ସେ ତମକୁ ପୁଣି ରୁଚିବ ନ ରୁଚିବ ଏଠୁ ଭେଣ୍ଡି ଝୋଳ ତ ଖାଇବ ତରକାରୀ କରୁଛି ଏତେ ମସଲା ମୁଁ ଖାଇଦେଉଛୁନି ଆଜି ଭେଣ୍ଡି କରିଦେବି ନ ରୁଚି ଭେଣ୍ଡି ତରକାରୀ କଲେ ଖାଇବ ତ ହଁ କରିଦେ ଯାହା କରୁଛୁ ଭେଣ୍ଡି କରିଦେ ତରକାରୀ ହୁଏ ଖାଇବାର ଅଛି ତ ଖାଇବା କୋଉଟା କଲେ ଏଇଠି ବା ଥଣ୍ଡା କରି ନାହିଁ ଭେଣ୍ଡି ବି ତରକାରୀ ହୁଏ ଝୋଳ କରି ଯାଉନୁ ବ୍ରସ୍ କରିବୁ ଖାଇଦେବୁ ଗରମ ହେଇଛି ଟାଣି ଟାଣି ଦେଖୁନ ଢିଲା କରିଦେଲାଣି ବେଳ ଢିଲା ହେଇଛି ଆଉ ଗୋଟେ ପିନ୍ଧେଇ ଦେବୁ ଆଉ ଗୋଟେ ପିନ୍ଧେଇ ଦେବୁ ନା ମୁଁ କହିଲି ଏଇ ଗଞ୍ଜିଟା ଟାଣି ଟାଣି ଢିଲା କରିଦେଲାଣି କେତେ ବେକଟା ଭଲ ଲାଗୁଛି ବିକୁ କହୁନି କିଛି ମ୍ୟାଗିଟା ଆଉ ଟିକେ ପାଣି ଆସିନା କରିଥାନ୍ତୁ ଶୁଖିଗଲା ବା ଇଏ ଯାଉଥିଲା ଆକୁ ଅନେଇକି ଆଇଲା ବେଳକୁ ସାଙ୍ଗେ ସାଙ୍ଗେ ବା ଆକୁ ଅନେଇକି ଆସିଲା ବେଳକୁ ଶୁଖିଗଲାଣି ପାଣି ଲାଗି ଯାଇଥାନ୍ତା ମ୍ୟାଗି କରିଛି ଯେ ପୁରା କାଠୁଆ କରିଦେଇଛି ଆଉ ଟିକେ ପାଣି ଦେଇଥିଲେ ଭଲ ହେଇଥାନ୍ତା ଖାଇବାକୁ ହାଣ୍ଡିଏ ପାଣି ଦେଇଥିଲି ଥିଲା ଅଭା ଥିଲା ପାଣିଟା ଆକୁ ଛାଡ଼ିକି ଆସିଲି ସିଡ଼ି ପାଖରେ ଆସୁ ସାଙ୍ଗେ ସାଙ୍ଗେ ପାଣି କେମିତି ଲାଗୁଛି ମିକୁ କେମିତି ଲାଗୁଛି କୁଣ୍ଡେଇବି ଆରେ କୁଣ୍ଡା ଅଛି କେମିତି ଲାଗୁଛି ପରେ କହିବ ତତେ ତାକୁ ଘଷିବ ଆଉଁସିବ ସିଏ ଆରାମରେ ବସିକି ଖାଇବ କହୁନୁ ଭଲ ଲାଗୁଛି ମନ୍ଦ ଲାଗୁଛି ଭଲ ଲାଗୁଛି ନା ଭଲ ଲାଗୁଛି ଭଲ ଲାଗୁଛି ହଉ ତ କାମ ସାରେ ଖାଇଦିଏ ଖାଇ ଗପିଲେ ଟାଇମ୍ ଲସ୍ ଆଜି ଏବେ ଲେଟ୍ ହେଲାଣି ମେସିନ୍ ଚାଲିବ ପୁଣି ପ୍ରଥମ ପ୍ୟାକିଂ ହେଉଛି ହଁ ପ୍ୟାକିଂ କରିସାରିକି ମେସିନ୍ ଚାଲିବ ଆଜି କି ବାର କି ଶୁକ୍ରବାର ଶୁକ୍ରବାର ପୁଣି ଡବଲ କାମ ହବ ରବିବାର ସିନା ହେଇଗଲା କାମ ଶୁକ୍ରବାର ନା କି ବାର ମୁଁ ଜାଣିଛି କି ହଁ ହଁ ଶୁକ୍ରବାର ଡବଲ ଆଜି କଣ ଯିବାର ନାହିଁ କି ଅଛି ଯିବାର ତଥାପି ଗପିଲେ ଟାଇମ୍ ଲସ୍ ମୁଁ ଖାଇଦିଏ ପଖାଳ ଖାଇ ବୋଲି ଆଶା କରିକି ଆଇଥିଲି ପଖାଳ ଆମର ଖରାପ ହେଇଯାଇଛି ଇଆଡ଼େ ଆଉ ଏ ମ୍ୟାଗି ଖାଇଲି ଯେ ଇଏ ସୁବିଧା ନୁହଁ ମୋ ପାଇଁ ଇଏ ସୁବିଧା ନୁହଁ ମୋ ପାଇଁ ପଖାଳ ଠିକ୍ ପଖାଳ ଖରାପ ହେଇଛି ସେମାନେ କହୁଛି ପୁରା ଖରାପ ହେଇଯାଇଛି ଦେଖିଆ ଭାତ କାରେ ଖରାପ ହେଇଯାଇଛି ସେମାନେ କହୁଛି ଭାତ ଭଲ ଦେଖାଯାଉଛି ଭାଇ ଭାତ ଭଲ ଦେଖାଯାଉଛି ଭାତ ଶୁଙ୍ଘନ୍ତିନି ପୁରା ମାନେ ପୁରା ଦେଖାଯାଉଛି ଦହି ଭଳିଆ ନା ଦେଖାଯାଉଛି ଭଲ ହାତ ମାର ତାପରେ ତମେ ଜାଣିବ ସେ ଭାତ ଧରିଲେ ରହୁନି କ'ଣ କରିବା ଭାତ ଭାଙ୍ଗି ଦେବୁ ବେକାର ହେଇଗଲା ପଖାଳଟା ଖାଇଥାନି କେତେ ଆଶାରେ ହେଇଥିଲି ପଖାଳ ଖାଇ ହେଲାନି ଆଉ କ'ଣ ହବ ପୁଣି ଏଇନା ଭାତ ରାନ୍ଧିଲେ କ'ଣ ଗରମ ପାଣିରେ ପଖାଳିକି ଦେବୁ ଖାଇବାକୁ ନା ହଉ ହଉ ଚାଲ ଯାହା ହେଲା ହେଲା ତ ନାହିଁ ପଖାଳ କ'ଣ କରିବା ଆଉ ଭାତ ହଉ ଖାଇବା ମନଟା ଦୁଃଖ ହେଉଛି ପଖାଳ ନାହିଁ ମୋର ଆଉ ତାହେଲେ କାମ ସାରିକି ଆସେ କେତେ ଗରମ ଖାଇବି ଆଉ ଝରକା ପାଖରେ ପିଜୁଳି ବାଛିଛି ଆଉ ଦୁଇଟା ଗଲା ଏଠି ଦୁଇଟା ବାଛିଛି ବର୍ଷାରେ ଜଲ୍ଦି ଜଲ୍ଦି ପାଚି ଯାଉଛି ତାଙ୍କ ସବୁ ଗଛ ସବୁ ପ୍ରକାର ଗଛ ଅଛି ବରକୋଳି ଗଛ ପଣସ ଗଛ ଆମ୍ବ ଗଛ ପିଜୁଳି ଗଛ ଫୁଲ ଗଛ ଏଠୁ ଜେଡ୍ ସବୁ ପ୍ରକାର ଗଛ ଲଗେଇଛନ୍ତି ସଜନା ଗଛ ଛାଡ଼ନ୍ତି ତାଙ୍କ ଜାଲ ବି ଲଗେଇଥାନ୍ତା ଆମର କିଛି ଏତେ ନେନ୍ ଦେନ୍ ନାହିଁ ଆମ ପିଜୁଳି ଖାଇବାର ଅଛି ତାଙ୍କରି ଗଛରୁ ଖାଇବା ତୋଳିକି ଆଉ ଆମ ଶିବାନୀ ମୋତେ ମେନ୍ କଥା ଭୋକ ଲାଗିଲାନି ପରେ ପେଟ ବୁଲିଲାନି ସକାଳେ ଖାଇନି ଭାତ ଖରାପ ହେଇଯାଇଥିଲା ପଖାଳ ଆଉ ଶିବାନୀ ସେ ସଇଲାନି ମୁଁ ସେତେବେଳେ ଆସିଥିଲି ମଝି ଯେତେବେଳେ ଯେ ଆଳୁ ସିଝୁଥିଲା ଆଳୁ ହେଇଥିଲାନି ଏବେ ଆଳୁ ଫଳ ହେଇକି ରେଡ଼ି ହେଇଗଲାନି ଏବେ ଖାଇଦେବା ଖାଇଦେଇକି ଯିବା ପୁଣି କାମ ବି ଆଉ ଟିକେ ଅଛି ପୁରା ଟୋଟାଲ୍ ସାରିକି ଆସିବା ଆଉ ଖାଇଦେବା ଆଗରେ ଖାଇଦେଇ ତାପରେ ଦେଖିବା କାମ ଫାମ କଥା ବୁଝିବା ସେମାନେ ସଇଲା ଆମର ମାନେ ପରିବା ଟ୍ରେର ବାସନ କୁସନ ଦେଉଛି ଆମର ପରିବା ଟ୍ରେର ବାସନ କୁସନ ଦେଉଛି
କିଣା ଆଣିକି କ'ଣ କରିବ? 300 ଟଙ୍କା ଖଣ୍ଡେ ନବ ମିଶରେ। ଆଉ ଏଠି ତ ଆମ ମୁଢ଼ି ଫୁଡ଼ି ସବୁ ତ ଥୁଆ ହେଇଛି ଏଠି ଟେବୁଲଟା ମାଲିକ ରହିଥିଲା ଉପରେ ଆମେ ସେଟା ଆଣି ପକେଇ ଦେଇଛୁ। ତାଙ୍କର ଟେବୁଲ ପ୍ରବଳ ସେ କ'ଣ କରିବେ ଟେବୁଲ ସେଇଟା ଦେଇ ଦେଇଛନ୍ତି। ଆମେ ମୋର ଟେବୁଲ ଉପରେ ଆମର ବୋତଲ ଡବା ଫବା ମୁଢ଼ି ଫୁଡ଼ି ସବୁ ରଖା ଦେଖିଛି ମିଶରେ ଗୋଟେ ଗଡରେଜ ଭଳିଆ ବଢିଆ ଜାଗା ଯାହାର ଛୋଟ ଘର ସେଇଥିରୁ ଆଣିଲେ ବଢିଆ ମାନେ ଜାଗାକୁ ଜାଗା ହବ ସବୁ ଜିନିଷ ସେଇଥିରେ ଧରିବ। ଯେମିତି ଛୋଟ ଗଡରେଜ ଭଳିଆ 1300 ଟଙ୍କା ନବ। ଏଇଟା ମୁଁ ଆଣିବି 5 ଥାକ ସବୁ ମେସୋ ଫ୍ଲିପକାର୍ଟ ଆଉ କିଛି ମାନେ ନାହିଁ। ସେଇଟା ଆଣିବା ଏଇଟା କାଢିଦବା ଜାଗା ଦେଖୁନ ହଉନି। ସେ ଗୋଟିଏ ମାନେ ସବୁ ଜିନିଷ ଧରିବ। 5ଟା ଥାକ ହେଇଛି ଏତିକି ଲମ୍ବା ଏତିକି ଲମ୍ବା ଏତିକି ଉଚ୍ଚା ହବ ହାଇଟ୍। ଆଣିବା 1200 ଟଙ୍କା ନବ। ସେଇଟା ଆଣିକି ଘରେ ଫିଟିଂ କରିବାକୁ ପଡିବ ହାତରେ। ଆଉ ଯେତେବେଳେ ଚାହିଁଲେ ବି ତମେ କାଢିକି ଆମେ ଆଉ ଚଳିବନି ନା ଖାଲି ଫ୍ଲିପକାର୍ଟ ମେସୋ ପାର୍ଟି ଆଉ କିଛି ନା ପଇସା ମୂଳ ନଥା ଟଙ୍କାଟେ। ଆମର 1000-1200 ଟଙ୍କିଆ ଜିନିଷ କଣ ଆଣିପାରିବ? ଆମର ପୋଟଳ ଆଳୁ ତରକାରୀ ରୋଷେଇ ହେଇଛି। ପୋଟଳ ଆଳୁ ଆଉ କ'ଣ ସେଇଟା? ଆଉ ଭେଣ୍ଡି ଆଳୁ ପୋଟଳ ଦେଖା ଭେଣ୍ଡି ଆଳୁ ତରକାରୀ ଭେଣ୍ଡି ଆଳୁ ଭଜା ଯାଏ ତରକାରୀ କରିଦେଇଛି ଭାଇ ଆମର। ତରକାରୀ ଖାଅ ଦେଖିବ ଭେଣ୍ଡି ଆଳୁ ତରକାରୀ ହଁ ଚାଲ ପଇସା ବାହାରକୁ ପଳେଇଥିଲା ଭାତ ଅଛି। ଚାଲ ଖାଇବା ଚାଲ ଖାଇବା ଭାତ ରେଡି ହେଲା। ହଁ ଚାଲ ଖାଇବା। ପାମ୍ପଡ଼ ଛାଣିକି ଡବାରେ ପୁରେଇକି ରଖିଛି ମାନେ ଡବାରେ ପୁରେଇ ରଖିଛି। ପିଆଜ କଟା ହେଲା ଏସବୁ ମୁଁ ଖାଇବି ଆଉ। ହଁ ଦେଇଦେ ଗୋଟେ ଦେଇଦେ। ପିଆଜ ନହେଲେ ମୋ ପଖାଳ ତ ପିଆଜ ନହେଲେ ମୁଁ ଖାଇବିନି। ମୋର ପଖାଳ ତ ମେନ୍। ପଖାଳ କ'ଣ ଗରମ କ'ଣ ସବୁଥିରେ ତ ପିଆଜ। ମୋର ସବୁବେଳେ ପଖାଳ ଦିବସ। ତମ ପିଆଜଟା ସବୁଥିରେ ଦରକାର। ଗରମ ଭାତ ହଉ ପଖାଳ ଭାତ ହଉ ପିଆଜ ନହେଲେ ତମେ ଚଳିବ। ଶୋଇଲା ମୁଁ ଭାତ ନେଇକି ଯାଉଛି ଧରି ଚାଲ ତମେ ତ ଆଉ ରହିପାରୁନ ଭୋକରେ। ସକାଳୁ ଖାଇନି ଆଉ। ମତେ ଡାକୁନ କିଛି ନାହିଁ ନିଜେ ତମ ଉଠି ଦଉଛ। ମୁଁ ନିଦ ଡାକିବୁ କ'ଣ ପାଇଁ? ହଁ ମୋ ନିଦ ଭାଙ୍ଗୁନି ମତେ ଟିକେ ଡାକିଦେଲେ ହୁଅନ୍ତାନି। ନାଇଁ ଉଠୁ ତୁ ରାତି 2ଟା ମତେ ଟିକେ ଡାକିଦେଲେ ମୁଁ ଉଠିଲେ କାମଟା ବେଗି ହଅନ୍ତା। ଲେଟ୍ ହଉଛି ନା ଗୁଡ଼ ହଉଛି ଲେଟ୍ ହଉଛି। ରାତି 2ଟା ପର୍ଯ୍ୟନ୍ତ ଶୋଇକି ମୋବାଇଲ ଦେଖିବ। ତୁ ଜଲ୍ଦି ଶୋଇପଡ଼ି ଜଲ୍ଦି ଶୋଇଲେ ଜଲ୍ଦି ଉଠି ହବ ନା ଆଉ। କିଛି ଲେଟ୍ ଶୋଇଲେ କୋଉଠି ଉଠି ହବ? ଯେତେ ଜଲ୍ଦି ଶୋଇଲେ ବି ସକାଳୁ ନିଦ ଭାଙ୍ଗୁନି। ତମେ ଟିକେ ଡାକିଦବା କଥା ନା। ୟାକୁ ଡାକିବା କିଏ ସ୍ତ୍ରୀ ଉଠିକି ସ୍ୱାମୀ ଡାକେ ସ୍ୱାମୀ ଡାକେ ସ୍ତ୍ରୀ ଏଠି ଉଲ୍ଟା କଥା। ମିକୁ ଭାଇ ଭଲ ପାଇବାରେ ସେମିତି ହୁଏ। ହୁଏ ତୁ ଡାକିବାକୁ ମୁଁ ଡାକିବାକୁ ମୋ ଟାଇମ୍ ହେଇଯାଇଥିବ। ମୁଁ କାମ କରିବି ନା କ'ଣ? ତଥାପି ଆଜି ବି ଲେଟ୍ ହେଇଗଲା ବହୁତ ଉଠିବାକୁ। ଆଜି ଲେଟ୍ ହେଲା ଭାଗ୍ୟକୁ ଆଜି କାମ ମେସିନ୍ ଆମର ଚଲା ହେଇନି ବନ୍ଦ ଅଛି। ସିଆଡ଼େ ଟିକେ ମାଲିକର ପୁରୁଣା ଘରେ କାମ ଥିଲା କାଠଟା ଧରିକି ଟିକେ ଆଇଲି। ସେଦିନ ଆସିଥିଲି ନେଇକି ଆସିଥିଲି କାଠ ପୁଣି ଆଜି କାଠ ଧରିକି ଆଇଲି। ସଫା ହେଲା ଟିକେ ତା ସେପଟେ ସବୁ ମେସିନ୍ ଗୁଡ଼ାକ ଥୁଆ ହେଇଛି ନା ସଫା ହାତରେ ହେଲା। ତାପରେ ଆଉ ସେ ଭଙ୍ଗା ଲୁହାକୁ ଡକା ହେଇଥିଲା ସେମାନେ ସବୁ ଲୁହା ଫୁଆ ଯାହା ଥିଲା ପ୍ଲାଷ୍ଟିକ୍ ସେ ସବୁ ନେଇଗଲେ କଢ଼ାକଢ଼ି ହେଇ ଦିଆହେଲା। ସେଥିପାଇଁ ଆଜି ଆମ କାମ ହେଲାନି। ସିଏ କେତେ ଟଙ୍କା ମାଲିକ ହେଲା ମୁଁ ତ ସେମିତି ମାନେ ହୁଣ୍ଡା ମନରେ ସେ ଲୁହା ଫୁଆ ପ୍ଲାଷ୍ଟିକ୍ ସବୁ ଦିଆହେଇଗଲା 1000 ଟଙ୍କାର। ଗୋଟେ ଟଲି ପୁରା ଫୁଲ୍ ହେଇଯାଇଥିଲା ଦିଆହେଇଗଲା। ଓଜନ କିଛି ନାହିଁ ସେମିତି ଦିଆହେଇଗଲା। ଶିବାନୀ 1000 ଟଙ୍କା ନେବୁ? ହଁ 1000 ଟଙ୍କା ଶୁଣିକି ୟାର କ'ଣ ହେଇଯାଉଛି। ଇଏ ହୁଣ୍ଡା ବହୁତ ପଡ଼ିଛି ଆହୁରି ଜିନିଷ ଗୁଡ଼ାକ ଅଛି ନା ମେସିନ୍ ଜିନିଷ ଗୁଡ଼ାକ ପୁରା ଗୋଟେ ଟଲି ଫୁଲ୍ ପୁରା ଭଙ୍ଗା ଫ୍ୟାନ୍ ବହୁତ ଜିନିଷ ଠକିଦେଲା। କାହିଁକି ନା ଆମର ସିଆଡ଼େ ସବୁ କିଲୋ ଅନୁସାରେ ନେବେ। କିଲୋ ଯୋଉ ଯାହା ରେଟ୍ ଯୋଉଟା ଥିବ ଓଜନ କରିକି କିଲୋ ଅନୁସାରେ ନେବେ। ଇଏ ତ ଠକାମିରେ ସିଏ ବି କହିଲା ସେ ଯୋଉ ଆସିଥିଲେ ଯିଏ ନେବାକୁ ସେ କହିଲେ ଯେ ମାନେ ଯୋଉଠି 4-5 କିଲୋ 10 କିଲୋ ଥିବ ଆମେ କିଲୋ ଓଜନ ନେଇଯିବ। ଆଉ ଏତେ ଜିନିଷ ଆମେ ଓଜନ ଛୋଟ କଣା ଏଡ଼ି ବଡ଼ କଣା ଧରିକି ଆଇଛି। କହିଲେ ଛୋଟ କଣାରେ ଓଜନ କରିହେବନି। ସେ ହାସ୍ ତାର ଉଠେଇବ 30 କିଲୋ ପର୍ଯ୍ୟନ୍ତ ଆଉ ଉଠେଇବନି। ତାପରେ ସେ ଥର କରିକି ଓଜନ କଲେ କ'ଣ ହବନି? ସେ ସେମିତି ହୁଣ୍ଡା ମନରେ କଲେ ହୁଣ୍ଡା ମନ ତ କେତେ ନେବ କୁହ ଆମେ ନେଇଯିବୁ। ସିଏ ତଥାପି କହୁଛ କେତେ ଟଙ୍କା କହିଲୁ
400 ଟଙ୍କା କହୁଥିଲା। 400 ହଁ ରିକ୍ୱାଇ କହିଲା 400 ଟଙ୍କା ତମେ ପଳ ମୁଁ ଦେବିନି। କହିଲା ଆଉ କେତେ କହୁଛ? କହିଲା ମୋତେ ତାପରେ ରିକ୍ୱାଇ କହିଲା 1000 ଟଙ୍କା କହିଲା ଯେମିତି କହିଲା ନାଇଁ ମୁଁ 600 ଟଙ୍କା ଦେବି। ଖରାପ ହେଇଯାଇଥିଲେ ଗୁଡ଼। ତଥାପି ଟିକେ ନେଇଆ କାଟିକି 600 ଟଙ୍କାରୁ ଲାଷ୍ଟକୁ ରିକ୍ୱାଇ 1000 ଟଙ୍କା କହିଲା 1000 ଟଙ୍କା ଦେଇକି ଗଲା। ଆହୁରି ବହୁତ ଜିନିଷ ପଡ଼ିଛି କାର୍ଟୁନ୍ ଫାର୍ଟୁନ୍ ବହୁତ ପଡ଼ିଛି ମାଟି ହେଇଗଲାଣି ସବୁ। ଆମର ସିଆଡ଼େ ଗଲେ ବହୁତ ପଇସା ହବ ଇଏ ଏଇଠି ସିନା ଦଉଛନ୍ତି। ଆମର ସିଆଡ଼େ ଦେଖି ବହୁତ ପଇସା ନେଉଛନ୍ତି। ଆମର ସିଆଡ଼େ ଲୁହା କିଲୋ କେତେ ଅଛି 30 ଟଙ୍କା ଅଛି ଲୁହା କିଲୋ। ମୋ ବାପା ବିକୁଛନ୍ତି ଯେତେବେଳେ ଏବେ ଆମର ବିକା ହେଇଥିଲା। ଆମର ଯେତେବେଳେ ଲୁହା ଟିଣ ବିକୁଛନ୍ତି ମାଛ ଆଣୁଛନ୍ତି ନହେଲେ ଚିକେନ ଆଣୁଛନ୍ତି ଲୁହା ଟିଣ 30 ଟଙ୍କା କିଲୋ। ଏଠି ଇଏ କହିଲା 12 ଟଙ୍କା କିଲୋ। 12 ଟଙ୍କା ହଁ 30 ଟଙ୍କା ଆଣୁଛନ୍ତି। ଏ ଠକେଇ ଦେଲା ନା ଆଉ କହିଲା 12 ଟଙ୍କା କିଲୋ। ନା ନା ପ୍ଲାଷ୍ଟିକ କିଲୋ 10 ଟଙ୍କା କହିଲା। ସିଏ ଦେଖୁଛନ୍ତି ଯିଏ ମାନେ ଯାହାର କବାଡ଼ିଆ ଦୋକାନକୁ କେବେ କାମ ନାହିଁ ଯାଉନାହାନ୍ତି ଇଏ ଜାଣିନଥିବେ ରେଟ୍ ଦେଖୁଛି। ଆମ ମାଲିକ ଯେ ଠକେଇ ଦେଲା। ଲୁହା କିଲୋ 12 ଟଙ୍କା ପ୍ଲାଷ୍ଟିକ କିଲୋ 10 ଟଙ୍କା ନେଇକି ପଳେଇଲା। ତଥାପି ଠକେଇ ନାହିଁ କିଛି କ'ଣ ଠକେଇଲା କି ଠକେଇଲାନି। ସେ ସେମିତି ହୁଣ୍ଡା ମନରେ 1000 ଟଙ୍କା ଦେ ହୁଣ୍ଡା ମନରେ ଯାହା ଅଛି ଦେଇଦିଅ 1000 ଟଙ୍କା ଦେଇଦେଲେ ସେ ଯାହା ନେଇକି ପଳେଇଲା ସବୁ। ହଉ ତା ଯାହା ହେଇଛି ତାହେଲେ ଖାଇଦେଉଛି। ସାଇକେଲ ଦେଖନ୍ତୁ ସାଇକେଲକୁ ଆଣିକି ଲଗେଇ ଦେଇଛି ଭାତ ଥାଳି ପାଖରେ। ଦୁଷ୍ଟ ଭାଇ ମିକୁ ଇଏ କ'ଣ ଖାଇ ଭାତ ତୁ ସାଇକେଲ ଆଣିକି ଲଗେଇ ଦେଇଛୁ ଏଇଠି। ଆଉ ଭାତ ଖାଇବି ନା ଦେଖ ସାଇକେଲ ଆଣିକି ରଖି ଦେଖ ନେଇ ଯା ତୁ ଖାଇବୁନି କି? ଆଉ ଟିକେ ହେଇଥିଲେ ଦେଖ ବସ ବସ ଚାଲନ୍ତୁ ଏବେ ଖାଇଦେବା ତାପରେ ଆମର କାମ ଅଛି କାମ କରିବା ଆଉ। ସେ ତାଙ୍କର ଆମ ମିକୁ ଖାଇବା ମୁଁ ଖାଇବି ଏଠି। ବସିକି ଖାଇଦେ ବସିକି ମାକ୍ସରେ ଛୁରୀ ପୁରା ମାକ୍ସରେ ଛୁରୀ ପୁରା ତମେ ଚାଲ ଏବେ ଷ୍ଟାର୍ଟ କରିବା ଏକ କଥା ଗପ ଶୁଣିଲେ। ଯୋଉଦିନ ମୋବାଇଲ ଆଣିବ ମୁଁ ସେଦିନ ଦେଖେଇବି ଭିଡ଼ିଓରେ। କ'ଣ ଭିଡ଼ିଓ ଦେଖିବି? ମୋବାଇଲ ଯୋଉଦିନ ଆଣିବ ସେଦିନ ଅନବକ୍ସିଂ କରି ଦେଖେଇବି। ଯୋଉଦିନ ମୋ ପାଇଁ ଆଣିଦେବ ମୋ ପାଇଁ ମୋବାଇଲ କମେଣ୍ଟ ଯିଏ କରିଥିଲେ ତାଙ୍କୁ ଦେଖେଇବି। ଦେଖ ତମେ କହିଥିଲ ବୋଲି ତମ ଯୋଗୁଁ ମୋବାଇଲ ଆଣିବି। ଓହୋ ମାନେ ସିଏ ବୁଝେଇବାକୁ ତମେ ଟିକେ ରାଜି ହେଲ ନା। ହଁ ଓହୋ ସେ ଯେଉଁ ଭାଇ ମେସେଜ କରିଥିଲେ ଯୋଉଦିନ ମୋବାଇଲ ଆଣିବ ତାଙ୍କୁ ଆଗ ମାନେ ଭିଡ଼ିଓରେ ତାଙ୍କ ପାଇଁ ବି ରହିବ ତା ଭିତରେ ଅନବକ୍ସିଂ କରିକି ଦେଖିବେ ସିଏ ଦେଖ। ହଁ ହଁ ସେ ଭାଇ ଯେଉଁ ମେସେଜ କରିଥିଲେ ତାଙ୍କ ପାଇଁ ହରିଦାସ। ହଉ ହଉ ଠିକ୍ ଅଛି ଆଉ ଆଣିଲେ ଦେଖେଇବୁ ଆଉ ଭିଡ଼ିଓ କରିକି ଆଉ। ଖାଇବୁ କେତେ ପରେ ଖାଇବୁ? ମୁଁ ଖାଇବି ମୋବାଇଲ ଆଣିଲେ ସେ ଅନବକ୍ସ କରି କ'ଣ ଦେଖେଇବ ଦେଖେଇବ ହରି ଭାଇକି ଦେଖେଇବ। ହଉ ଦେଖେଇବ ଆଉ ହଁ ପଇସା ଦିଏ ତୁ ଆଣ ତାକୁ ଦେଖେଇବୁ ଭାଇକି। ଯାହା ବି ସବୁ ବୁଝେଇଦେଲି ନା ତାଙ୍କ ପାଇଁ ଟିକେ ବି ବୁଝିଲ ନା। ହଉ ହଉ ତାହେଲେ ଖାଇଦେବା ତାପରେ ଦେଖିବା କ'ଣ କାମ ଅଛି ଟିକେ ଯିବା କାମ କରିବା ଆଉ। ଖାଇଦେବୁ କି ଦୁଷ୍ଟ ନା ଇଏ ଆମେ ଦୁଷ୍ଟ ହେଉଛି ଏଠି। ନେ ଏ ଭେଣ୍ଡି ନେ ହଉ ନେ ଭେଣ୍ଡି ନେ ଏଠି ଭେଣ୍ଡି ନେ